ସମସ୍ତଙ୍କୁ ମୋର ଆତ୍ମ ପ୍ରଣାମ। ସହଜ ସୁଖାସନରେ ବସିବା। ଯଦି ଚଷମା କାଢି ଦେଉଛନ୍ତି, ଚଷମା ଅଛି ତାହେଲେ ତାକୁ କାଢି ଦିଅନ୍ତୁ। ଦୁଇ ହାତକୁ କ୍ରସ୍ କରି ନିଅନ୍ତୁ, ଗୋଡକୁ ବି କ୍ରସ୍ କରିଦିଅନ୍ତୁ। ସହଜ ରୂପରେ ଆଖିକୁ ବନ୍ଦ ରଖନ୍ତୁ। ନିଜର ଯାଉଥିବା ଶ୍ୱାସ ଏବଂ ଆସୁଥିବା ଶ୍ୱାସ ସହ ଏକ ହେଇଯାଆନ୍ତୁ। ପ୍ରିୟପତ୍ରୀ ଯେ ସବୁ ଆଷ୍ଟ୍ରାଲ ମାଷ୍ଟର୍ସ ସୂକ୍ଷ୍ମ ଲୋକର ସବୁ ମାଷ୍ଟର୍ସ ମାନଙ୍କୁ ଆଦି ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ପିରାମିଡ ସୋସାଇଟିର ସବୁ ମାଷ୍ଟର୍ସ ମାନଙ୍କୁ ଆମନ୍ତ୍ରିତ କରିବା। ସମସ୍ତଙ୍କ ସହ ଏକ ହେଇଯିବା। ଆମ ସମସ୍ତଙ୍କ ଚେତନା, ସମସ୍ତଙ୍କ ଲକ୍ଷ୍ୟ ଗୋଟିଏ, ଧ୍ୟାନ ଜଗତ, ଶାକାହାର ଜଗତ, ପିରାମିଡ ଜଗତ। କେବଳ ଶ୍ୱାସ, ଯାଉଥିବା ଶ୍ୱାସ ଏବଂ ଆସୁଥିବା ଶ୍ୱାସ ପୂର୍ଣ୍ଣ ଭାବରେ ଏକ ହେଇଯିବା। ନା କୌଣସି ଚିନ୍ତା, ନା କୌଣସି ବିଚାର, କେବଳ ଶ୍ୱାସ। କେବଳ ଶ୍ୱାସ। ଯାହା ଆଖିକୁ ଦେଖାଯାଏନି, ତାକୁ ଜାଣିବା ହେଉଛି ଜ୍ଞାନ, ତାକୁ ଦେଖିବା ହେଉଛି ଜ୍ଞାନ। এই ବିଶ୍ୱ, এই ବ୍ରହ୍ମାଣ୍ଡ, এই ସୃଷ୍ଟି ଯାହା ବି କିଛି ଆମେ ଦେଖିଥାଉ, ତାର ମୂଳ ସ୍ରୋତ ତାର ମୂଳ ଚେତନା এই ସୃଷ୍ଟିର ପଛରେ ରହିଥିବା ରହସ୍ୟ। ଏହା କିପରି ତିଆରି ହେଇଛି, ପ୍ରତ୍ୟେକ ପୁଷ୍ପ, ଫଳ,
ପତ୍ର ଏସବୁ କିପରି ନିର୍ମାଣ କରାଯାଇଛି ତାକୁ ଜାଣିବା ହେଉଛି ଜ୍ଞାନ। ଏସବୁକୁ କିଏ ନିର୍ମାଣ କରିଛି, ଏହାର ପଛରେ କଣ ରହସ୍ୟ ଅଛି? ଗୋଟେ ଜିନିଷ ତିଆରି ହେବା ପଛରେ କେତେ ବୁଦ୍ଧି ଲାଗିଛି, କେତେ ଶ୍ରମ ଲାଗିଛି, କେତେ ଜଣ ନିୟୋଜିତ ହେଇଛନ୍ତି ତା ପାଇଁ। ଯାହା ଆଗରେ ଦେଖାଯାଉଛି ତା ପଛରେ କଣ କଣ ସବୁ ରହିଛି, କେତେ ଶ୍ରମ ଲାଗିଛି, କେତେ ବୁଦ୍ଧି ଲାଗିଛି ତା ପିଛା। ଏତେ ସୁନ୍ଦର ସୃଷ୍ଟି ତିଆରି ହେଇଛି। ଗୋଟେ ଫଳ ଭିତରେ ରସମୟ ହେଇଛି, ମଞ୍ଜି କଢା ହେଇଛି, ସେ ମଞ୍ଜିରୁ ପୁଣି ଗଛ ହେଉଛି, ଛୋଟ ବୀଜରୁ ବୃକ୍ଷ ଜାତ ହେଉଛି। ମନୁଷ୍ୟ ଶରୀର ଆମେ ଦେଖୁଛେ, ତାହା ମାତୃ ଗର୍ଭରେ କେମିତି ଆସୁଛି, କେମିତି ଗୋଟେ ଗୋଟେ ଅଙ୍ଗ ତିଆରି ହଉଛି, କେମିତି ପ୍ରତି ଜୀବକୋଷରେ ପ୍ରାଣ ସଞ୍ଚାର ହେଉଛି, ତା ପଛରେ ଯେତିକି ରହସ୍ୟ ଅଛି ଆମେ ତା ପ୍ରତି ଅଜ୍ଞାତ। ଗୋଟେ ଡ୍ରପ୍ ବ୍ଲଡ୍ ବି ଆମେ ନିଜେ ଚାହିଁଲେ ସୃଷ୍ଟି କରିପାରିବାନି। ଏହି ମୂଳ ରହସ୍ୟକୁ ଜାଣିବା ହେଉଛି ଜ୍ଞାନ। ଯେମିତି ଉଦାହରଣ PSSM ର ଯେତେବେଳେ ଧ୍ୟାନ ମହାଚକ୍ର ହୁଏ, 1000ରୁ ଉର୍ଦ୍ଧ୍ୱ ଲୋକ ଆସିଥାନ୍ତି। ସେମାନଙ୍କର ବନ୍ଦୋବସ୍ତ କିପରି ହେଉଛି, କିଏ କିଏ ସବୁ ଧନ, କିଏ ନିଜର ଶ୍ରମ, କିଏ ନିଜର ବୁଦ୍ଧି, ଏସବୁ ଦ୍ୱାରା ସୁରୁଖୁରୁରେ ଖାଦ୍ୟ ବ୍ୟବସ୍ଥା ସହ ସବୁ ହେଇ ଚାଲିଛି। ଆଖି ଆଗରେ
ଆମେ ସବୁ ଦେଖୁଛେ, କିନ୍ତୁ ତା ପଛରେ କଣ ସବୁ ଲୁଚିକି ଅଛି? ଜ୍ଞାନୀର ଅର୍ଥ ହେଉଛି ଯେ ଆଖି ଦ୍ୱାରା ଦେଖେନି, ସେ ବସ୍ତୁ ଆଉ ବିଷୟର ପଛରେ ଯୋଉ କାହାଣୀ ରହିଛି ତାକୁ ଦେଖିପାରେ। ସିଏ ହଉଛି ଜ୍ଞାନୀ। ଆଖିକୁ ସବୁ କିଛି ଦେଖାଯାଏ, କିନ୍ତୁ ଯାହା ଘଟିଥାଏ ତା ପଛରେ କଣ କାହାଣୀ ରହିଛି? ଯେମିତି ଆମେ ମୁଭି ଦେଖନ୍ତି, କିନ୍ତୁ ତା ପଛରେ କେତେ କ୍ୟାମେରାମ୍ୟାନ ଅଛନ୍ତି, ଡାଇରେକ୍ଟର ଅଛନ୍ତି, ଆସିଷ୍ଟାଣ୍ଟ ଡାଇରେକ୍ଟର ଅଛନ୍ତି। ହିରୋ ତ ଯୁଦ୍ଧ କରିଥାଏ, କିନ୍ତୁ ତା ପଛରେ କେତେ ଉଦ୍ୟମ ହେଇଛି, କେତେ ଟେକ୍ନୋଲୋଜି ୟୁଜ୍ ହେଇଛି। ଗୋଟେ 2 ଘଣ୍ଟାର ଚଳଚ୍ଚିତ୍ର ପାଇଁ 2 ବର୍ଷ ସମୟ ଲାଗୁଛି। ତାର ମାଷ୍ଟର ମାଇଣ୍ଡ କିଏ ଅଛି? ସବୁ ଜିନିଷକୁ ଆମେ ଭୁଲି ଯାଆନ୍ତି, କେବଳ ମୁଭିକୁ ଦେଖନ୍ତି। ଗୋଟେ ଛୋଟ ପିଲା ଜନ୍ମ ହୁଏ, ତା ମାର କେତେ ଶ୍ରମ ଥାଏ, ତା ମାର କେତେ ଉଦ୍ୟମ ଥାଏ, ତା ମାର ନିଜର କେତେ କାହାଣୀ ଥାଏ, କେତେ କିଛି ସେ ସହିବାକୁ ପଡେ, କେତେ କିଛି କରିବାକୁ ପଡେ। ଜନ୍ମ ନେବାଠୁ ଆରମ୍ଭ କରି, ପାଳିବାଠୁ ଆରମ୍ଭ କରି, ପୋଷଣ କରିବାଠୁ ଆରମ୍ଭ କରି, କେବଳ ଆମେ ବଡ ହେଇକିନା ରୂପକୁ ଦେଖନ୍ତି, କିନ୍ତୁ ତା ପଛରେ ସେ କୋଉ କୋଉ ପରିସ୍ଥିତି ଦେଇକି ସେ ଗତି କରିଛି ତାକୁ ଦେଖନ୍ତିନି। ସବୁକୁ ଜାଣିବା ହେଉଛି ଜ୍ଞାନ। ପରଦା ଆଗରେ ଯାହା ଦେଖାଯାଏ, ପରଦା ପଛରେ ତାର 99% ଥାଏ। 99% ଉଦ୍ୟମ ଥାଏ, ପ୍ରୟାସ ଥାଏ, ଯୋଉଟା କି 1% ଦେଖାଯାଏ ଆମକୁ। ଶଙ୍କରାଚାର୍ଯ୍ୟ ବହୁତ କମ ବୟସରେ ବେଦ ବେଦାନ୍ତ ବହୁତ କିଛି ଆମକୁ ଦେଇଗଲେ। ଶ୍ରୀକୃଷ୍ଣ, ଯୋଗେଶ୍ୱର, କିନ୍ତୁ ତାଙ୍କର ସେ ପଛ ଜନ୍ମ ଦେଖି ଦେଇଥିଲେ। 10 ବର୍ଷ ଧରି 10 ଜନ୍ମ, ପ୍ରତ୍ୟେକ ଜନ୍ମରେ 100 ବର୍ଷ ସେ ଧ୍ୟାନ ସାଧନା କରିଥିଲେ। ତାର ଫଳ ସ୍ୱରୂପ ସେ ଅବସ୍ଥାରେ ପ୍ରାପ୍ତ ହୋଇଥିଲେ। ଆମେ ଜଣେ ଗୁରୁଙ୍କୁ ଦେଖୁଛେ କି ସେ ଛୋଟ ବୟସରୁ କେମିତି ଏତେ ଜ୍ଞାନୀ, ଏତେ ଖୋଜ ତାଙ୍କର କେମିତି, କିନ୍ତୁ ତାଙ୍କର ପଛ ଜନ୍ମକୁ ଆମେ ଦେଖିପାରନ୍ତିନି। ଏ ସବୁକୁ ଜାଣିବା ହେଉଛି ଜ୍ଞାନ। ସେ କେବଳ ଆଖି ଆଗରେ ଯାହା ଦେଖାଯାଏ ସେଇଠି ଅଟକେନି, ସେ ପଛକୁ ଫେରେ। ପ୍ରତ୍ୟେକ ସୃଷ୍ଟିର ସେ ପଛକୁ ଫେରେ, ତାହାର ସୃଷ୍ଟିର ସୃଷ୍ଟିକର୍ତ୍ତା ଆଡକୁ ଫେରିଯାଏ। ଏହା ହେଉଛି ଅସଲି ଜ୍ଞାନ। ଗୋଟେ ଅଜ୍ଞାନୀ ହିସାବରେ କେବଳ ଗୋଟେ ପେପର, କିନ୍ତୁ ଜ୍ଞାନୀ ତା ପଛକୁ ଫେରେ। ସେ ପେପର ସତ୍ୟ ନା ପେପର ପଛରେ ଆଉ କିଛି ଅଛି? ତ ସେ ଯେତେବେଳେ ପଛକୁ ଫେରେ, ପେପର ବୃକ୍ଷରୁ ହିଁ ଆସିଛି। ବୃକ୍ଷ ସତ୍ୟ କି ତା ପଛରେ ଆଉ କିଛି ଅଛି? ଏସବୁ
ଯିଏ ପ୍ରକୃତ ଜ୍ଞାନୀ ସେ ଅନୁଭବର ସହିତ ପଛକୁ ଫେରେ। ଗଛ ପଛକୁ ସେ ଯାଏ। ବୀଜ ଯାହା ମାଟିରୁ ଉତ୍ପନ୍ନ, ମାଟି ପାଣିରୁ ଉତ୍ପନ୍ନ, ପାଣି ଅଗ୍ନିରୁ ଉତ୍ପନ୍ନ, ଉତ୍ପତ୍ତି ସ୍ଥଳକୁ ସେ ଯାଏ। ସେ ଅଟକି ଯାଏନି ଗୋଟେ ବସ୍ତୁରେ। ଅଗ୍ନି ବାୟୁରୁ ଉତ୍ପନ୍ନ, ବାୟୁ ଆକାଶରୁ ଉତ୍ପନ୍ନ, ଆକାଶ ମହାକାଶରୁ ଉତ୍ପନ୍ନ, ମହାକାଶ ତନ୍ମାତ୍ରାରୁ ଉତ୍ପନ୍ନ। ତନ୍ମାତ୍ରା ହଉଛି ସବୁ ଜୀବ ମାନଙ୍କର ସୂକ୍ଷ୍ମ ଅବସ୍ଥା। ସେ ତନ୍ମାତ୍ରା ପ୍ରକୃତିରୁ ଉତ୍ପନ୍ନ, ପ୍ରକୃତି ମାୟାରୁ ଉତ୍ପନ୍ନ, ମାୟା ଶକ୍ତିରୁ, ଆଉ ଶକ୍ତି ମୂଳ ପରମାତ୍ମା ସ୍ରୋତରୁ ଉତ୍ପନ୍ନ। ସବୁବେଳେ ଜ୍ଞାନୀ ଏ ଶବ୍ଦରେ ଅଟକି ଯାଏନି, ସେ ନିଜ ଅନୁଭବରେ ଯାଏ ମୂଳ ସ୍ରୋତକୁ, ଯୋଉଠିକି ସେ ନିଜକୁ ପ୍ରତ୍ୟେକ କୋଣ ଅନୁକୋଣରେ ବ୍ୟାପ୍ତ ହିସାବରେ ଦେଖିଥାଏ। ସମସ୍ତେ ନିଜ ସ୍ୱରୂପ ନିଜେ ସବୁଠି ବ୍ୟାପ୍ତ। ଏହିପରି ଯିଏ ପଛକୁ ଫେରେ, ମୂଳ ସ୍ରୋତକୁ ଫେରେ, ସେ ହେଉଛି ପ୍ରକୃତ ଜ୍ଞାନୀ। ପଣ୍ଡିତ ପାଣ୍ଡିତ୍ୟରେ ଅଟକନ୍ତିନି, ନିଜ ଅନୁଭବକୁ ଆଣନ୍ତି ଜ୍ଞାନକୁ। ଧ୍ୟାନ ଦ୍ୱାରା ନିଜର ପଛର ସବୁ ଜନ୍ମ ଦେଖିପାରନ୍ତି। ସୃଷ୍ଟିର ରଚନାର ମୂଳକୁ ଫେରିଯାଆନ୍ତି। କେମିତି ୟୁନିଭର୍ସ ସୃଷ୍ଟି ହେଇଛି, କେମିତି ଗୋଟେ ଗୋଟେ ପାର୍ଟିକିଲ ସେଇଥିରୁ ବାହାରିଛି, ସବୁ ରହସ୍ୟ ଯେତେବେଳେ ଜଣେ ଜାଣିଯାଏ, ଯେତେବେଳେ ଆଉ କିଛି ଜାଣିବାକୁ ବାକି ନଥାଏ, ପ୍ରକୃତି ପୁରୁଷ ଶକ୍ତି ଚେତନା ସବୁ କିଛି ଜ୍ଞାତ ହେଇଯାଏ। ସେ ହେଉଛି ପ୍ରକୃତ ଜ୍ଞାନ। ଯାହା ସତ୍ୟ ତାହା ସବୁବେଳେ ସତ୍ୟ। ଇଟର୍ନାଲ ଟ୍ରୁଥ, ଚିରନ୍ତନ ସତ୍ୟ। ବହୁତ ସରଳ ଭାବରେ ତାକୁ ଆଦି ଶଙ୍କରାଚାର୍ଯ୍ୟ ଶ୍ଲୋକ ମାଧ୍ୟମରେ, ସଙ୍ଗୀତ ମାଧ୍ୟମରେ ତାକୁ ଆମକୁ ଜଣେଇ ଦେଇଛନ୍ତି। ସବୁ ମାଷ୍ଟର ଜଣେ, ସମସ୍ତଙ୍କର ଶିକ୍ଷା ବି ଗୋଟିଏ। ଗୁରୁଙ୍କ ପରସେପସନ, ଗୁରୁଙ୍କ ଟିଚିଂ
ଗୋଟିଏ ମାତ୍ର। ରମଣ ମହର୍ଷି ହୁଅନ୍ତୁ, କୃଷ୍ଣ ହୁଅନ୍ତୁ, ଯୀଶୁ ଖ୍ରୀଷ୍ଟ ହୁଅନ୍ତୁ, ବୁଦ୍ଧ ହୁଅନ୍ତୁ, ଆଧ୍ୟାତ୍ମିକ ବିଜ୍ଞାନ ସବୁବେଳେ ଗୋଟିଏ, ଚିରନ୍ତନ ସତ୍ୟ ସବୁବେଳେ ଗୋଟିଏ। ଯେତେବେଳେ ଆଦି ଶଙ୍କରାଚାର୍ଯ୍ୟ ବହୁତ କମ ବୟସରୁ ସତ୍ୟର ଖୋଜରେ ଥିଲେ, ସତ୍ୟ ବିଷୟରେ ଅବଗତ ହେଇଥିଲେ। ଆଜି ଆମେ ତାଙ୍କ ମୂଲ୍ୟବାନ ଶିକ୍ଷାକୁ ଜାଣିବା। ଭଜ ଗୋବିନ୍ଦମ୍, ଏହାର ସୌନ୍ଦର୍ଯ୍ୟ, ପ୍ରତ୍ୟେକ ଅର୍ଥ, ରସମୟ, ଭରପୁର। भज गोविन्दं भज गोविन्दं गोविन्दं भज मूढमते सम्प्रत्य सन्निहितकाले नहि नहि रक्षति दुःखिकरणे भज गोविन्दं भज गोविन्दं गोविन्दं भज मूढमते सम्प्रत्य सन्निहितकाले नहि नहि रक्षति दुःखिकरणे भज गोविन्दम्। गोविन्दम् भज गोविन्दम्। गो अर्थात इंद्रिय, गोविंद कृष्ण नुहे, आत्मा। भज बी विथ, एक है जा। ए भज गोविंदम भज गोविंदम भज गोविंदम तीन थर कह जाए थाए। कहीं याको सबु स्टांजारे याको रिपीट होइछि तीन थर। जहाँ भी तीन थर कह जाए ताहा आम अवचेतन मन को प्रवेश करथाए। सन्निहित काले, सन्निहित काले होची डिपार्चर समय, आमर जीवा समय जहाँ में संसार रु प्राप्त होता हो, कौन सी भी संसारी ज्ञान आम सहित जाएनी। दुख करणे जिते भी यह हूँ गोटे ग्रामर शब्द, संस्कृत शब्द, ता अर्थ जे आमे किछि भी पद किछि भी स्कॉलरशिप पाई थाओ तार कौनसी भी यूज हुएनी। केवल
ଆଉ କେବଳ ଆତ୍ମଜ୍ଞାନ, ନଲେଜ ଅଫ ସେଲ୍ଫ, ଆତ୍ମଜ୍ଞାନ ହିଁ ସାଙ୍ଗରେ ଯାଇଥାଏ। ସେଥିପାଇଁ ଜାଗ୍ରତ ରୁହ, ସବୁବେଳେ ହୋସରେ ରୁହ। କେଉଁ ବି ସମୟରେ ଜୀବାତ୍ମା ଶରୀର ତ୍ୟାଗ କରିପାରେ, ଆଉ ସବୁ ସମୟରେ ସଜାଗ ରହି ଶରୀର ଛାଡିବା ପୂର୍ବରୁ ହିଁ ନିଜକୁ ଜାଣି ନେବାକୁ ହବ, ଆତ୍ମାକୁ ଜାଣି ନେବାକୁ ହବ। ନହି ନହି ନୁହେଁ, ଏହା ନୁହେଁ, କିଛି ବି ସାଙ୍ଗରେ ଯାଏନି। ସଂସାରୀ ଜିନିଷ ଯାହା ବି ଆମେ ପ୍ରାପ୍ତ ହେଇଥାଉ ତାହା ଏଇଠି ହିଁ ରହିଯାଏ। ଯାହା ଉପର ସ୍ଥିତି, ହାୟର କନସିୟସନେସ୍, ହାୟର ସ୍ଥିତିରେ ଥାଏ, ଉଚ୍ଚ ସ୍ଥିତିରେ ଥାଏ, ତାହା ନିଚ ସ୍ଥିତିକୁ କଣ୍ଟ୍ରୋଲରେ ନେଇପାରେ, ଆୟତ୍ତ କରିପାରେ। କିନ୍ତୁ ଯାହା ତଳେ ଥାଏ ତାହା କେବେ ହେଲେ ଉପରେ କାମରେ ଆସେନି। ସେଥିପାଇଁ ସଂସାରୀ ଜିନିଷ କିଛି ବି ସେଇ ୱାର୍ଲଡରେ କାମରେ ଆସେନି। କିନ୍ତୁ ଯଦି ଆମେ ସେଇ ଜ୍ଞାନକୁ ଏଇ ୱାର୍ଲଡରେ ନବା, ତାହେଲେ ଆମର ବହୁତ କିଛି ଡେଭଲପମେଣ୍ଟ ହବ। सत्संगते निसंगत्वं, निसंगत्वे निर्मोहत्वं, निर्मोहत्वे निश्चलचित्तं, निश्चलचित्ते जीवन्मुक्ति। भज गोविन्दं, भज गोविन्दं, गोविन्दं भज मूढमते। सम्प्राप्ते सन्निहितकाले नहि नहि रक्षति दुःखकराणे। भज गोविन्दं, भज गोविन्दं, गोविन्दं भज मूढमते। सत्संगते निसंगत्वं, निसंगते निर्मोहत्वं, निर्मोहत्वे निश्चलचित्तं, निश्चलचित्ते जीवन मुक्ति। सत्संग, सत् ହେଉଛି ସତ୍ୟ, ଆତ୍ମା ହେଉଛି ସତ୍ୟ, ସଙ୍ଗ ଅର୍ଥାତ୍ ନିକଟ, ନିକଟକୁ କିଏ ଯିବ? ମନ ଯିବ। ଆତ୍ମା ନିକଟକୁ ମନ ଯିବା ହେଉଛି ଧ୍ୟାନ। ସତ୍ସଙ୍ଗର ଅର୍ଥ ହେଉଛି ଧ୍ୟାନ। ଧ୍ୟାନ ଦ୍ୱାରା ହିଁ ସତ୍ୟର ନିକଟତର ହୋଇଥାନ୍ତି। ଧ୍ୟାନ ଦ୍ୱାରା ହିଁ ଆମେ ଅଜ୍ଞାନରୁ, ମୁଁ ଶରୀର, ଏହା ବିନା ଜ୍ଞାନରେ କେମିତି ଶରୀର ଭାବ ଯିବ? ତ ଧ୍ୟାନ ଦ୍ୱାରା ଶରୀରରୁ ଅଲଗା ହେବାର ଅନୁଭୂତି ଆସେ। ଏ ଜ୍ଞାନ ଦ୍ୱାରା ହିଁ ମୁଁ ଶରୀର ନୁହେଁ, এই ଶରୀରରୁ ନିଃସଙ୍ଗ ହେଇଥାଉ। ନିଃସଙ୍ଗତ୍ୱେ ନିର୍ମୋହତ୍ୱ। ଯେତେବେଳେ ଆମକୁ ଜଣାଯାଏ, ଜ୍ଞାନ ଦ୍ୱାରା, ଧ୍ୟାନ ଦ୍ୱାରା ଜଣା ପଡ଼ିଯାଏ ଯେ ଆମେ ଏ ଶରୀର ନୁହେଁ, ସହଜ ହିସାବରେ ନିର୍ମୋହତ୍ୱ, ମୋହ ରହେ ନାହିଁ। ନିଃସଙ୍ଗ ହେଇଗଲା ପରେ ମୋହର ସ୍ଥାନ ନଥାଏ।
ଯେତେବେଳେ ମୋହ ଚାଲିଯାଏ ସେତେବେଳେ ନିଶ୍ଚଳ ଚିତ୍ତମ୍ ନିର୍ମୋହତ୍ୱେ ନିଶ୍ଚଳ ଚିତ୍ତମ୍। ମୋହ ଚାଲି ଯିବା ଦ୍ୱାରା ଚଞ୍ଚଳ ମନ ଶାନ୍ତ ହେଇଯାଏ, ନିଶ୍ଚଳ ଚିତ୍ତ ହେଇଯାଏ। ନିଶ୍ଚଳ ଚିତ୍ତେ ଜୀବନ ମୁକ୍ତି। ଯେତେବେଳେ ନିଶ୍ଚଳ ଚିତ୍ତ ହେଇଯାଏ, ମନ ରହେ ନାହିଁ, ଚିତ୍ତ ଶାନ୍ତ ହେଇଯାଏ, ଅଚଳ ହେଇଯାଏ, ସେତେବେଳେ ଜୀବନ ଥାଇକି ବି ମୁକ୍ତି। ମୃତ୍ୟୁ ପରେ ମୁକ୍ତି ତ ସହଜ ଭାବରେ ପ୍ରାପ୍ତ, କିନ୍ତୁ ଜୀବନ ଥାଇ ମୁକ୍ତି ହୁଏ। ସବୁ ମୋହରୁ ଦୂର ହେଇଯାନ୍ତି ଆଉ ସତ୍ୟର ଆତ୍ମାର ନିକଟବର୍ତ୍ତୀ ହେଇଯାନ୍ତି, ସଙ୍ଗ ହେଇଯାଏ। काते कान्ता धनगत चिन्ता बातुल किं तव नास्ति नियन्ता। ते जगति सजन संगति रेका भवति भवान्नवतरणे नौका। भज गोविन्दं भज गोविन्दं गोविन्दं भज मूढमते। सम्प्राप्ते सन्निहित काले नहि नहि रक्षति दुःखं करते। भज गोविन्दं भज गोविन्दं गोविन्दं भज मूढमते। कान्ता काते कान्ता धनगत चिन्ता बातुल किं तव नास्ति नियन्ता। कि कान्ता मते दरकार ना धन दरकार, कोउथिपाई चिंता, जार कि आपण नियंता ही नुहंती, कि से आपणक पाखक आसीबा दरकार, से निजे निजे आसीबा दरकार। ता पई चिंता कोन पाई? भवति जगति सज्जन संगति रेका भवति भवान्नव तरणे नौका। तिनी जगतरे भूलोक भुवलोक सुवलोक तिनी जगतरे ए सबुरु ए भवसागररु छुटकारा पाइबा पाई केवल एकमात्र सज्जन संगति। सज्जन अर्थात कौन? जो माने सत्य को पाई जाइछंती, उपलब्धि हो जाइछंती, आमे तांको पाखकु जीवा तो सज्जन सांगत्य हुए, ध्यान करिवा तो सत्संग हुए। सेथिपाई 1 घंटा सत्संग, 1 घंटा सज्जन सांगत्य, 1 घंटा स्वाध्याय करंतु, बाकी समय जहाँ भी किछि करि परिबे। यह बहुत सरल। दिनमपि रजनी सायं प्रातः शिशिरवसन्तो पुनरायातः कालक्रीडति गच्छत्यायुः
तदपि न मूर्छा त्यागावायुः भज गोविन्दं भज गोविन्दं गोविन्दं भज मूढमते। दिनमपि रजनी सायं प्रातः। रजनी होची राति, दिन ढलिकी राति हुए, राति ढलिकी दिन हुए, सायं काल परे संध्या काल परे सकाळ आसे, सकाळ गले पुणी संध्या आसे। जेपरी शिशिर, शिशिर परे बसंत आसे, पुणी शीत ऋतु आसे। एहिपरि काल तो चली थाए, किंतु आपणकर मोहमाया मिटी न थाए। आयु तो सबुबेले क्षय हे चलीछि। ता पई कोन आपण करूछंती? सेथिपा कुआ होछि जे भज गोविंदम, ध्यान कर। इंद्रिय मानकर रहिबार नाही, आत्मार रहिबार अछि। ए गोकुलवासी गोविंदଙ୍କ पाखକୁ ଯିବା। तार तरीका कौन? श्वास श्वास, केवल श्वास। गो माने इंद्रिय, पंच इंद्रिय। ए पंच इंद्रियर जे राजा अटे, जे पालन करता अटे, सी होची गोपाल। गोविंद होची आत्मा। जे सबुबेले इंद्रिय मानकर आनंद निये। गोपाल होची जे इंद्रिय माननको काबूरे रखि थाए, बसरे आनी पारि थाए। गोकुल होची जे इंद्रिय माननको काबूरे आनी पारि न थाए, गोकुलवासी। मूढ़, मूढ़ मते, मूढ़ माने सबुबेले जे बाहरे बाहरे जार मती थाए, सेथिपाई मूढ़ मते अंतर ध्यान कर। गोवर्धन गिरी, इंद्रिय को एते विस्तार रूप जे पाई जाइछि, जे दूर को भी देखि पारुछि, दूर को भी श्रवण करि पारुछि, दूर को भी ग्रहण करि पारुछि। परस्पेक्टेंस क्वालिटी जहार बढ़ी चली, एक्स्ट्रा सेंसरी परसेप्शन, ता होछि गोवर्धन गिरी। आत्मार, केवल आत्मार भजन कर, ता अर्थ ध्यान कर। गुरुचरणाम्बुज निर्भर भक्तः संसार चिराद्भव मुक्तः सैन्द्रिय मानस नियम देवं रक्षसि निज हृदयस्थ देवं भज गोविन्दं भज गोविन्दं गोविन्दं भज मूढमते। संसाररू मुक्त हुओ। संसार कौन? मो आउ मोर, यह होची संसार। ए भावरू मुक्त हुओ। गुरु चरणाम्बुज निर्भर भक्त। गुरु अर्थात श्वास, श्वास ही निजर गुरु। श्वासर चरणर दास बनिज।
ଶୃଙ୍ଖଳିତ ହେଇଯାଅ। ଇନ୍ଦ୍ରିୟ ମାନେ ସବୁ ଶୃଙ୍ଖଳିତ ଯେତେବେଳେ ହେଇଯିବେ, ଯେତେବେଳେ ନିଜ ମନ ଦ୍ୱାରା ନିୟନ୍ତ୍ରିତ ହେଇଯିବେ, ତାହେଲେ ସେଇ ଆତ୍ମା, ହୃଦୟସ୍ଥ ଆତ୍ମଦେବ ନିଶ୍ଚୟ ପ୍ରାପ୍ତି ହେବ। कस्त्वं कोऽहं कुत आयातः कामे जननी को मे तातः इति परिभावय निज संसारं सर्वत्यक्त्वा स्वप्नविचारं भज गोविन्दं भज गोविन्दं गोविन्दं भज मूढमते सम्प्राप्ते सन्निहितकाले नैनैरक्ष्यत दुःखरहिते भज गोविन्दं भज गोविन्दं गोविन्दं भज मूढमते। कस्त्वं आपण किए, कोहम मु किए, कामे जननी मोर किए माँ, एई माँ को घरे मु आसीची, मु तांको गर्भरे प्रवेश करिची, से कौन मते जन्म दे परिवे? को मे तात किए मोर पिता। एई परि भावरे निज संसार रचिची, किंतु ए सब स्वप्न अटे। श्वास रो भजन करो, श्वास को देखो, भज गोविंदम, आत्मा को जानो, ताले जाई ये सब दुखरु निस्तार पाइबो। भगवद गीता किंचित गीता गंगा जल नवकणिका पीता सकृत पियेन मुरारी समर्चा क्रियते तस्य यमेन न चर्चा भज गोविन्दं भज गोविन्दं गोविन्दं भज मूढमते। यार अर्थ होची भगवत गीता को किंचित पढ़ंतु, कम पढ़ंतु, बेसी नुहे, काहेकि ना से गोटे कथा बार 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 से गोटे कथार ही पुनरावृत्ति हेची, रिपीट हेची। कम पढ़ंतु, सबु जगार जहाँ सब अच्छी से गोटे ही जिनिस। गंगा जलर गोटे बूंदा पियंतु। क्यों गंगा जल? से जो ध्यान रु जो कॉस्मिक एनर्जी आसे, से जो ब्रह्म ऊर्जा आसे, विश्व ऊर्जार प्रवाह हुए, से ऊर्जार एक बिंदु पियंतु, बूंदा पियंतु। को भी साक्षात्कारी गुरु सहित पुरुषों सहित चर्चा करंतु, कौन हेबो? किछि स्वाध्याय कले, आमे किछि पढ़िले, किछि ध्यान कले, गंगा जल पान कले, कॉस्मिक ऊर्जा आकाश गंगा ध्यान द्वारा प्राप्त कले, किछि सज्जन सांगत्य कले, जेतेबेले एई तीनिटी कार्य आमे एई धरारे करिछे, ताहाले जदि आमे धरार ऊपर लोक को जिबा, सेठी हमर चर्चा हुएनी। जदि एई जिनस सब करिछे, भगवत गीता भी पढ़िछे, ध्यान भी करिछे, सज्जन सांगत्य भी करिछे, ताहाले पुनर्जन्म हुएनी। 1 घंटा ध्यान, 1 घंटा सज्जन संगति, 1 घंटा स्वाध्याय, किंतु आमे तो एठी आसी सब भूली जाती, जहाँ आमे करिया बोली कहिकी आसी थांती, निश्चय करिके आसी थांती, ताहले कौन हबो?
पुनरपि जननं पुनरपि मरणं पुनरपि जननी जठरे शयनं यः संसारे बहु दुस्तारे कृपया पारे पाहि मुरारे भज गोविन्दं भज गोविन्दं गोविन्दं भज मूढमते पुनरपि जननं पुनरपि मरणं पुनरपि जननी जठरे शयनं पुनर्बार जन्म ग्रहण पुनर्बार मृत्युवरण पुनर्बार माँ को गर्भरे आसवाक पड़ी थाए केते जन्म संसार सागर रु केमिति पारी हेबा भज गोविंद भज गोविंद भज गोविंद मूढ़ मते कुरुते गंगा सागर गमनं व्रत परिपालन अथवा दानं ज्ञान विहीनः सर्वमतेन मुक्तिं भजति न जन्म सतेन भज गोविन्दं भज गोविन्दं गोविन्दं भज मूढमते आमे तो गंगा माता निकट को जाई थांती सेठी सागर संगम करती पुण्य पाइबा पाई पुण्य खोजिकी समुद्र रे बुड़ दियंती किंतु किछि भी हुएनी एते व्रत दान धर्म करती सत्यनारायण व्रत लक्ष्मी व्रत गुरुवार व्रत सुदशा व्रत केते व्रत करना ए सब कौन आवश्यक या द्वारा कौन सत्यर प्राप्ति हेबो या द्वारा कौन मुक्तिर प्राप्ति हेबो गोदान भूदान अन्नदान केते दान करिसुंती वस्त्र दान ए सब रे किछि भी हुएनी केवल आत्मज्ञान वैष्णव देवी तिरुपति गले गंगारे डुबकी लगेले मुक्ति मिलेनी आत्मज्ञान मिलेनी आत्मज्ञान तो ध्यान द्वारा ही मिले महान संत कबीर शंकराचार्य ज्ञानदेव महावीर परी एते महान गुरुंकर आमर आम पाखरे थाई भी तांकर ज्ञान आम पाखरे थाई आम जीवन कौन पे अंधकार रे रहइबो आमे भी कबीर महावीर जीशुंक परी काहींकी बनिबानी आमे गौतम बुद्धंक परी काहींकी बनिबानी केवल एइथिपाई बनि पारुने आमर सेति प्रति तड़प नाही इच्छा नाही क्षमता रहिछि जदि सेमानंको उपलब्धि हेछि ताले आमर मध्य से क्षमता रहिछि इच्छा दृढ़ इच्छा दरकार इच्छा नथिले कौन हेबो जेतिकी चाहंती सेतिकी पांती
ଯାହା ଚାହାନ୍ତି ତାହା ପାଆନ୍ତି। ଯିଏ ଆତ୍ମଜ୍ଞାନକୁ ଚାହେଁ ତାକୁ ଆତ୍ମଜ୍ଞାନ ମିଳେ। ଯଦି ନ ଚାହିଁବା କେମିତି ମିଳିବ? କେମିତି ପାଇବା? ଜैसा ଚାହत वैसा पावत। ଛୋଟବେଳୁ ଆଦି ଶଙ୍କରାଚାର୍ଯ୍ୟ ଆତ୍ମଜ୍ଞାନକୁ ଚାହିଁଲେ ଆଉ ତାକୁ ପାଇଲେ। ଆମେ ତ ଗୋଟିଏ ରାସ୍ତା ହଉଛି ଖାଇବା ପିଇବା ଶୋଇବା, ପଶୁର ରାସ୍ତା। ଆଉ ଗୋଟେ ରାସ୍ତା ହଉଛି ଆଦି ଶଙ୍କରାଚାର୍ଯ୍ୟ କବିରଙ୍କର ବତେଇଥିବା ରାସ୍ତା। ଗୋଟେ ପଶୁ ମାର୍ଗ ଆଉ ଗୋଟେ ପଶୁପତିର ମାର୍ଗ। ଯିଏ ଚାହେଁ ତାକୁ ସବୁ କିଛି ମିଳିଥାଏ, ଯିଏ ଚାହେଁନି ତାକୁ କିଛି ମିଳେନି। ଆଧ୍ୟାତ୍ମିକ କ୍ଷେତ୍ରରେ ଦୁଇଟି ଜିନିଷ ଦରକାର। ଗୋଟେ ହଉଛି ଶାକାହାରୀ ଶୁଦ୍ଧିକରଣ। ଯଦି ଆମେ ମାଛ ମାଂସ ହତ୍ୟା ଚୋରି ଦ୍ୱାରା ଜିନିଷ ଖାଇବା ତାହେଲେ ଆମର ମଳ ଦୋଷ ହିଁ କଟିବନି। ବିକ୍ଷେପ ଦୋଷ ଆବରଣ ଦୋଷ ତ ଅଛି ଜୀବର 3 ଦୋଷରୁ। ଧ୍ୟାନ କଲେ ବିକ୍ଷେପ ଦୋଷ କଟେ। ଉପାସନା ଦୋଷ ଉପାସନା କଲେ ଧ୍ୟାନ ଉପାସନା ଦ୍ୱାରା। ଧ୍ୟାନ ଦ୍ୱାରା ଯେତେବେଳେ ଜ୍ଞାନ ପ୍ରାପ୍ତି ହୁଏ ସେ ଜ୍ଞାନ ଦ୍ୱାରା ହିଁ ଆବରଣ ଦୋଷ କଟେ। ତ ଏଇ ତ୍ରିଦୋଷରୁ ମୁକ୍ତି ପାଇବା ତ ଦରକାର। ସବୁ ଜୀବର ଏଇ ଅବସ୍ଥା। କଣ କରିବା? ଧ୍ୟାନ କରିବା। ବହୁତ ସହଜ, ବହୁତ ସରଳ ଧ୍ୟାନ। ପ୍ରାଣାୟାମଂ ପ୍ରତ୍ୟାହାରಂ ନିତ୍ୟାନିତ୍ୟ ବିବେକ ବିଚାରಂ ଜପ ସಮೇତ ସମାଧି ବିଧାନಂ ପୂର୍ବବଧାନಂ ମହାଦବଧାନಂ ଭଜ ଗୋବିନ୍ଦಂ ଗୋବିନ୍ଦం ଭଜ ମୂଢମତେ। ପ୍ରାଣାୟାମ ଶ୍ୱାସ ସମ୍ବନ୍ଧିତ, ଶରୀରର ଅଙ୍ଗ ସହିତ ସମ୍ବନ୍ଧିତକୁ ଆସନ କୁହାଯାଏ। ଯେପରି ଶୀର୍ଷାସନ, ବଜ୍ରାସନ, ମର୍କଟାସନ। ଆଙ୍ଗୁଳି ସହିତ ସମ୍ବନ୍ଧିତକୁ ମୁଦ୍ରା କୁହାଯାଏ। ଜ୍ଞାନ ମୁଦ୍ରା, ପ୍ରାଣ ମୁଦ୍ରା, ବାୟୁ ମୁଦ୍ରା। ଶ୍ୱାସ ସହିତ ସମ୍ବନ୍ଧ ରଖିବାକୁ ପ୍ରାଣାୟାମ କୁହାଯାଏ। କେଉଁ ପ୍ରକାର ପ୍ରାଣାୟାମ? 2 ପ୍ରକାର ପ୍ରାଣାୟାମ ଅଛି। ଗୋଟେ ହଉଛି ହଠ ଯୋଗ ପ୍ରାଣାୟାମ, ଆଉ ଗୋଟେ ହଉଛି ରାଜଯୋଗ ପ୍ରାଣାୟାମ। ହଠ ଯୋଗ ପ୍ରାଣାୟାମରେ ଜବରଦସ୍ତି, ପୂରକ, ରେଚକ, କୁମ୍ଭକ ସବୁ ବିପରୀତ ଚେଷ୍ଟା ହେଇଥାଏ ମନକୁ ଶାନ୍ତ ରଖିବା ପାଇଁ। କିନ୍ତୁ ରାଜଯୋଗ ପ୍ରାଣାୟାମ ସହଜ ସରଳ ଶ୍ୱାସ, କୌଣସି ଜବରଦସ୍ତି ନାହିଁ, କିଛି ପୂରକ କୁମ୍ଭକ ରେଚକ ପ୍ରତି ଧ୍ୟାନ ନାହିଁ। କେବଳ ଶ୍ୱାସ ଏକ ହେଇଯିବାକୁ। ହାତକୁ ହାତ କ୍ରସ୍ କରିନେବା, ଗୋଡକୁ ଗୋଡ କ୍ରସ୍ କରିନେବା, ଆଖି ବନ୍ଦ ରଖିବା ଏବଂ ଶ୍ୱାସ ଏକ ହେଇଯିବା। ସହଜ ସୁଖମୟ ପ୍ରାଣାୟାମ। ଭୋକ ନ ଲାଗିକି ଖାଇବା ମନୁଷ୍ୟ ଶରୀରଧାରୀ ପଶୁର ପ୍ରବୃତ୍ତି। ଆମକୁ ମୁକ୍ତି ଦରକାର, ତ ଶ୍ୱାସ ସହ ସୁଖମୟ ପ୍ରାଣାୟାମ। ଯେପରି ଶ୍ୱାସ ଅଛି ତାକୁ ପ୍ରଣାମ କରିବା ଆଉ ସେଥିରେ ଡୁବିଯିବା, ଏକ ହେଇଯିବା। ପାଣିରେ ବୁଡ଼ିଲେ ସ୍ନାନ, ଶ୍ୱାସରେ ବୁଡ଼ିଲେ ଧ୍ୟାନ। ସେଲ୍ଫ ରିୟଲାଇଜେସନ ଇଜ ଗଡ ରିୟଲାଇଜେସନ। ଆତ୍ମ ସାକ୍ଷାତକାର ହେଉଛି ପରମାତ୍ମା ସାକ୍ଷାତକାର, ଈଶ୍ୱର ସାକ୍ଷାତକାର। ସ୍ତ୍ରୀ ପୁରୁଷ ମିଳନ ହେଲେ ସଂସାର ହୁଏ, ଆଉ ମନ ଆଉ ଶ୍ୱାସର ମିଳନରେ ନିର୍ବାଣ ହୁଏ। युक्ते इति योग। मन आउ श्वास, A+B = C+D। मन आउ श्वासर मिलन रे
C+D दिव्य चक्षु और ज्ञान चक्षु मिले। 4 प्रकार चक्षु अच्छी, चर्म चक्षु, मन चक्षु, दिव्य चक्षु और ज्ञान चक्षु। जो आखि द्वारा आमे संसार को देखि थाउ ताहा होची चर्म चक्षु। आखि बंद कले जा द्वारा आमे पास्ट को भी मने पके पारू, फ्यूचर को भी मने पके पारू, ताहा होची मन चक्षु। जेतेबेले आमे मन और श्वास को एक कर दबा, आखि बंद रखिबा, सेतेबेले दिव्य चक्षु, आज्ञा चक्र, 6 चक्र, आज्ञा चक्र, सुदर्शन चक्र, चक्रातीत स्थिति, गुरुंक चक्र खोली जाए आ सबु किछि ज्ञात हो जाए। पास्ट, फ्यूचर, प्रेजेंट, भविष्य, अतीत, वर्तमान। सबु किछि जना पड़ी जाए। जेतेबेले ज्ञान चक्षुर दिव्य चक्षु बंद हुए, ज्ञान चक्षु आसे। सबु किछि एक, निजको सबुठे और सबुठे निजको। बहुत श्रद्धा सज्जन संगत्य करंती। प्रत्याहार, आहार गोटे होची फिजिकल भौतिक आहार, खाद्यरु खाद्य जहाँ खाई थाओ। आ गोटे होची कस्मिक एनर्जी, ब्रह्मरंध्र थ्रोरे विश्वर ऊर्जार प्रवाह हुए। गोटे मुख द्वारा खाई थाओ आहार हुए, आ गोटे ब्रह्मरंध्र रु आहार हुए, ताहा होची प्रत्याहार। गोटे आहार होची जहाँ मुहरे देउ ताहा पाचन क्रिया द्वारा, समान वायु द्वारा पचन क्रिया है हजम हो जाए। आ गोटे जो जिनस ध्यान द्वारा प्राप्त हुए, ब्रह्म कमल विकसित हो जाए। आउ डायरेक्ट ऊर्जा प्राप्त हुए विश्व ब्रह्मांड रु। यह होची अपोजिट फूड, प्रति आहार। गोटे होची आहार, गोटे होची प्रति आहार। प्रति माने अपोजिट। ब्रह्मरंध्र रु जे खाद्य पाई थाओ कस्मिक एनर्जी द्वारा, जेतेबेले मन शून्य हो जाए सेतेबेले ब्रह्मरंध्र रु आपे आपे अमृत झरे। दशम द्वार, तन मन बाहर दशम द्वार जाहे। नव द्वार कौन? दुई आखि, दुई कान, दुई नाकपुड़ा, गोटे पाटी, लिंग द्वार, मूल द्वार। ए होची नव द्वार। नव द्वार देहरे अच्छी। देहरु जे प्रकाशक, देह को जे जानिया वाला जो देही, ता नव द्वार रु अतीत, नव द्वार रु परे दशम द्वार ब्रह्म द्वार। ब्रह्म कमल खिल जावे, ध्यानी बन जावे। श्वास के हो जावे, ध्यानी बन जावे। श्वास की प्रेक्षा, ध्यान की दीक्षा, ध्यान दीक्षा ले जावे, ध्यानी बन जावे। मन की शांति, तन की स्वस्थता, खुशियों को पाले वे, ध्यानी बन जावे। श्वास के
हो जावे, ध्यानी बन जावे। ए दशम द्वारରୁ ଆହାର କରିବା ହେଉଛି ପ୍ରତ୍ୟାହାର। ଯେତେବେଳେ ଦଶମ ଦ୍ୱାରରୁ ଆହାର ଗ୍ରହଣ ହୁଏ ସେତେବେଳେ ଆଉ ନିଦର ଆଉ ଭୌତିକ ଆହାରର ଦରକାର ପଡେନି। ଲକ୍ଷ ଲକ୍ଷ ଲୋକ ଏପରି ହିମାଳୟରେ ଜିଇଁଥାନ୍ତି ବିନା ଆହାରରେ, ବିନା ନିଦ୍ରାରେ। ଆମକୁ ବି ପଶୁପତି ବନିବାର ଅଛି। କେବଳ ଖାଇବା ପିଇବା ଶୋଇବା ଆଉ ସଂସାର ଗଢିବା ପାଇଁ ଆମେ ଏଠି ଆସିଲେ। ଯେମିତି ଆମେ ପ୍ରାଣାୟାମ ଶ୍ୱାସ ସହାୟକ ହେଇଯାଉ, ମନ ଶୂନ୍ୟ ହେଇଯାଏ, ଦଶମ ଦ୍ୱାର ଖୋଲିଯାଏ, ବ୍ରହ୍ମ କମଳ ବିକଶିତ ହେଇଯାଏ, ଆଉ ଊର୍ଧ୍ୱରୁ ବ୍ରହ୍ମରନ୍ଧ୍ରରୁ ଊର୍ଜା କ୍ଷରିତ ହୁଏ, ତାକୁ ପ୍ରତ୍ୟାହାର କୁହାଯାଏ। ନିତ୍ୟ ଅନିତ୍ୟର ବିବେକ ବିଚାରମ୍, ନିତ୍ୟାନିତ୍ୟ ବିବେକ ବିଚାରମ୍। ଦିବ୍ୟ ଚକ୍ଷୁ ଦ୍ୱାରା ଆମେ ନିଜର ସବୁ ପଛ ଜନ୍ମକୁ ଦେଖି ପାରିଥାନ୍ତି। ମୁଁ ଶରୀର ନୁହେଁ, ମୁଁ ହେଉଛି ଆତ୍ମା। ଏହି ନିତ୍ୟ ଅନିତ୍ୟର ବିବେକ ହେଇଥାଏ। ଏହା ଥିଓରି ନୁହେଁ, ପ୍ରାକ୍ଟିକାଲ। ଆଦି ଶଙ୍କରାଚାର୍ଯ୍ୟ ପଣ୍ଡିତ ନୁହନ୍ତି, ସେ ଯୋଗୀଶ୍ୱର ଥିଲେ। ପଣ୍ଡିତ ସିଏ ଯିଏ ଥିଓରିକୁ ପଢେଇଥାଏ। ଆଦି ଶଙ୍କରାଚାର୍ଯ୍ୟ ଥିଓରି ପଢେଇ ନଥିଲେ, ସେ ପଣ୍ଡିତ ଥିଲେ, ସେ ଯୋଗୀଶ୍ୱର ଥିଲେ, ପଣ୍ଡିତ ନଥିଲେ। ଭଗବାନ ଶ୍ରୀକୃଷ୍ଣ ବି ସେହିପରି। कल करे सो आज कर, आज करे सो अब, पल में प्रलय होगा, बहुनी करेगा कब। दुख में सुमिरन सब करे, सुख में करे न कोय, सुख में सुमिरन जो करे, दुख काहे को होय। कबीर कर दोहा। ଯିଏ ମନକୁ ବୁଦ୍ଧି ସହ ରୂପାନ୍ତରିତ କରନ୍ତି ତାଙ୍କୁ ସ୍ୱାମୀଜୀ କୁହାଯାଏ। ଆଉ ଯିଏ ବୁଦ୍ଧିଶାଳୀ ବନିଥାନ୍ତି ତାଙ୍କୁ ବୁଦ୍ଧ। ସିଏ ବୁଦ୍ଧତ୍ୱ ଉପଲବ୍ଧି ହୁଅନ୍ତି। सगुण का करे सेवा, निर्गुण का करो ज्ञान, सगुण निर्गुण से परे तहाँ हमारा ध्यान। सगुणर सेवा, गोमाता गाईर पूजा कले किछि हुएनि, घास देले ताकू सेवा कराଯାଏ। मूर्तिर ना पूजा ना सेवा। माता पितांकर पूजा कले कौन हब? सेवा। सगुणर सेवा करिबा। निर्गुण आत्म ज्ञान ता मझिरे होची ध्यान। सगुण और निर्गुणर परे होची ध्यानर स्थिति।
ଦିବ୍ୟ ଚକ୍ଷୁର ସକ୍ରିୟ ହେବା, ଏହା ହେଉଛି ଧ୍ୟାନର ଫଳ। ଯଦି ଚାହିଁବେନି ତାହେଲେ ପାଇବେନି, ଯେତିକି ଚାହିଁବେ ସେତିକି ପାଇବେ। ସମତ୍ୱମ୍ ଯୋଗ ଉଚ୍ୟତେ, ଜୟ ଅପଜୟ ସମାନ। କର୍ମ କର କିନ୍ତୁ କର୍ମର ଫଳକୁ ତ୍ୟାଗ କର। ଜନ୍ମ ହେଉ କି ମୃତ୍ୟୁ ହଉ, ଆମେ ହସିକି ଜୀଇଁବା ଶିଖିବା ଦରକାର। ଆଜି ଧନୀ ଯଦି କାଲି ଗରିବ ହେଇଯାଏ, ତଥାପି ବି ହସି ହସି ଜୀଇଁବା ଦରକାର। ଏହା ହେଉଛି ପ୍ରକୃତ ଜ୍ଞାନୀର ଲକ୍ଷଣ। ଆଉ ଜ୍ଞାନ ଧ୍ୟାନ ଦ୍ୱାରା ହିଁ ପ୍ରାପ୍ତି ହୁଏ। ଧ୍ୟାନ ଶ୍ୱାସ ଦ୍ୱାରା ପ୍ରାପ୍ତି ହୁଏ। ଶ୍ୱାସ ଯୋଡି ହେଇଯିବା ହେଉଛି ଧ୍ୟାନ। ଧ୍ୟାନରେ ଅଗ୍ରସର ହେବା ହେଉଛି ଜ୍ଞାନ। ହୋସର ସହ ରହିବା ହେଉଛି ଜାଗୃତତା। ଯଦି ସ୍ୱପ୍ନ ଦେଖୁଛନ୍ତି ତ ପଶୁପତି ହେବାର ସ୍ୱପ୍ନ ଦେଖନ୍ତୁ, ପଶୁ ହେବାର ନୁହେଁ। ଆମେ ଯାହା ସ୍ୱପ୍ନ ଦେଖୁ ତାହା ହିଁ ଆମର ବାସ୍ତବ ହେଇଯାଏ। ନିଜେ ଶାକାହାରୀ ବନନ୍ତୁ, ନିଜେ ଧ୍ୟାନୀ ବନନ୍ତୁ, ସମସ୍ତଙ୍କୁ ଏହି ଧ୍ୟାନ ମାର୍ଗକୁ ଆଣନ୍ତୁ। ନଳିନୀ ଦଳଗତ ଜଳମତି ତରଳମ୍ ତଜ୍ଜୀବିତମତିଶୟ ଚପଳମ୍ ବିଧିବ୍ୟାଧ୍ୟ ବିମାନଗ୍ରସ୍ତମ୍ ଲୋକಂ ସୁଖହତಂ च समस्तम्। भज गोविन्दं भज गोविन्दं गोविन्दं भज मूढमते सम्प्राप्ते सन्निहितकाले नहि नहि रक्षति दुःखं करते। भज गोविन्दं भज गोविन्दं गोविन्दं भज मूढमते। मनुष्य जीवन पद्मपत्रे थिबा पानी बुंदा परी। संपूर्ण जीवन एहीपरि। रोग दुख अभिमान एसबुरे पूर्ण। व्याधि रोग व्याधि रे ग्रस्त। जेपरि पानी पद्मपत्र रे थाए तार केतिकी स्थायित्व थाए, सेही परि पानी फटका परि। मूढजहि धनागम तृष्णां कुरु सद्बुद्धिं मनसि वितृष्णां जलभसे निज कर्मोपार्थं वित्तं तेन विनोदय चित्तं। भज गोविन्दं भज गोविन्दं गोविन्दं भज मूढमते।
ଏ ଧନ ସଂଗ୍ରହର ତୃଷ୍ଣାକୁ ତ୍ୟାଗ କର ଆଉ ମନକୁ ଶ୍ୱାସ ସହ ଯୋଡ଼ି ଦିଅ। ସତ୍ୟର ଖୋଜରେ ନିଜ ସମୟକୁ ଦିଅ। ଯାହା ବି କ୍ରିୟା ଦ୍ୱାରା ପୂର୍ବକୃତ କ୍ରିୟା ଦ୍ୱାରା ପ୍ରାପ୍ତ ହେଇଛି ସେଥିରେ ସନ୍ତୁଷ୍ଟ ରୁହ ଆଉ ସବୁବେଳେ ଶ୍ୱାସ ଏକ ହେଇଯାଅ। यावत् पवनो निवसति देहे तावत् पृच्छति कुशलं गेः गतवती वायो देहापाये भार्या बिभ्यति तस्मिन् काये भज गोविन्दं भज गोविन्दं गोविन्दं भज मूढमते। ଯେତେବେଳେ ଜଣେ ଜୀବିତ ଥାଏ ତାର ପରିବାର ସଦସ୍ୟମାନେ ତାଙ୍କ ବିଷୟରେ ଚିନ୍ତା କରନ୍ତି, ତା ଉପରେ ଦୟା କରନ୍ତି, ତାକୁ ପଚାରନ୍ତି। କିନ୍ତୁ ଯେତେବେଳେ ଆତ୍ମା ଶରୀରରୁ ବାହାରି ଯାଏ ସେତେବେଳେ ଇଭେନ୍ ସେ ପତି ଥିଲେ ପତ୍ନୀ ମଧ୍ୟ ସେ ଶବ ପାଖକୁ ଯିବାକୁ ଭୟ କରେ, ସେ ଶବଠୁ ପଳାୟନ କରେ। मा कुरु धन जन यौवन गर्वं हरति निमेषात् कालः सर्वं मायामयमिदमखिलं बुद्ध्वा ब्रह्मपदं त्वं प्रविश विदित्वा भज गोविन्दं भज गोविन्दं गोविन्दं भज मूढमते। ଯାହା ଅସ୍ଥାୟୀ ଧନ ଜନ ଯୌବନ ବନ୍ଧୁ ଏମାନଙ୍କ ପାଇଁ ଗର୍ବ କଣ ପାଇଁ? କାରଣ ଏମାନେ ସମୟ ଅନୁସାରେ ଗୋଟେ ମିନିଟରେ ନଷ୍ଟ ହେଇଯାଆନ୍ତି। ଏମାନଙ୍କଠୁ ନିଜକୁ ମୁକ୍ତ କରନ୍ତୁ। କାରଣ ଏ ମାୟା ଦୁନିଆରେ ଭ୍ରମ ଆଉ କାଳ ଜୟଲାଭ କରେ। ସଜାଗ ହେଇଯାଆନ୍ତୁ ବେଳ ଥାଉ ଥାଉ। ଧ୍ୟାନ ଦ୍ୱାରା ଆତ୍ମଜ୍ଞାନ ପ୍ରାପ୍ତି ହୁଅନ୍ତୁ। ବହୁତ ସହଜ, ବହୁତ ସରଳ। କେବଳ ଶ୍ୱାସ। ଲାଷ୍ଟ 3 ମିନିଟ ପୂର୍ଣ୍ଣ ରୂପେ ଶ୍ୱାସ ସହ ଏକ ହେଇଯାଆନ୍ତୁ। କେବଳ ଶ୍ୱାସ। ଏତେ ସୁନ୍ଦର ଜ୍ଞାନ ସଙ୍ଗୀତ ମାଧ୍ୟମରେ ଆଦି ଶଙ୍କରାଚାର୍ଯ୍ୟ ଦେଇ ଯାଇଛନ୍ତି। ଶେଷ 2 ମିନିଟ
ଏକ ମିନିଟ୍। ଧୀରେ ଧୀରେ ସଜାଗ ହେଇଯାଆନ୍ତୁ। ପ୍ରିୟ ପତ୍ରିଜୀଙ୍କୁ, ଆଦି ଶଙ୍କରାଚାର୍ଯ୍ୟଙ୍କୁ, ସବୁ ସୂକ୍ଷ୍ମ ଚେତନା ଶକ୍ତିକୁ ଯେଉଁ ପିରାମିଡ ମାଷ୍ଟର ମାନେ ଆମ ସହ ଏବେ ଅଛନ୍ତି, ସୂକ୍ଷ୍ମ ଭାବରେ ସ୍ଥୂଳ ଭାବରେ ସମସ୍ତଙ୍କୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରନ୍ତୁ। ଲାଷ୍ଟ 10 ସେକେଣ୍ଡ। 9, 8, 7, 6, 5, 4, 3, 2, 1, 0। ଦୁଇ ହାତକୁ ଆଖି ପାଖକୁ ନେଇ ଆସନ୍ତୁ। ଧୀରେ ଧୀରେ ନିଜ ସମୟ ନେଇ ବାହାରକୁ ଆସନ୍ତୁ।